ଜୟ ଜଗନ୍ନାଥ କୁହନ୍ତୁ। ଗ୍ରୁପ ରେ ଯୋଉ ଏପିସୋड ଟା ଚିତ୍ତବୃତ୍ତି ନିରୋଧ ଯୋଉଟା ଛାଡିଥିଲେ ସେଟା ଦେଖୁଥିଲେ ତ, ଆଜ୍ଞା ସେ ବାବଦରେ କିଛି କଥା ହେଇଥାନ୍ତି। କୁହନ୍ତୁ। ଆପଣ ଯୋଉମାନଙ୍କୁ ଚିତ୍ତବୃତ୍ତି ନିରୋଧ ବାବଦରେ କିଛି ଶିକ୍ଷା ଦଉଛନ୍ତି, ସେମାନଙ୍କର ଖାଦ୍ୟ କଣ ଅଛି? ଖାଦ୍ୟ ସାତ୍ଵିକ ଆଧାର ଯାହା। ହଁ, ସେମାନେ ଯଦି ରାଜସିକ ଖାଦ୍ୟ ଗ୍ରହଣ କରୁଛନ୍ତି କିମ୍ବା ତାମସିକ ଖାଦ୍ୟ ଗ୍ରହଣ କରୁଛନ୍ତି, ତାହେଲେ ଏହା ସକ୍ସେସ ହବ ନାହିଁ। ତେଣୁ ପ୍ରଥମେ ଆପଣ ତାକୁ ଆପଣଙ୍କୁ କମେଣ୍ଟରେ ମୁଁ ଲେଖିଦେଇଛି, ଶରୀରକୁ ଶୁଦ୍ଧ କରିଛନ୍ତି ତ କମେଣ୍ଟରେ ଏଇଟା ଲେଖିଛି। ତେଣୁ ସେଥିଲାଗି ଆପଣଙ୍କଠୁ ବୁଝିବାକୁ ଚାହୁଁଛି, ଯୋଉମାନଙ୍କୁ ଆପଣ ଏ ଶିକ୍ଷା ଦଉଛନ୍ତି ବହୁତ ସ୍ୱାଗତ ଯୋଗ୍ୟ। ଆମେ ଆପଣଙ୍କୁ ସମର୍ଥନ ମଧ୍ୟ କରୁଛୁ, ସାଧୁବାଦ ଜଣାଉଛୁ ଯେ ଆପଣ ଧର୍ମକୁ ପ୍ରତିଷ୍ଠା କରିବା ପାଇଁ ଯୋଉ ପ୍ରୟାସ କରିଛନ୍ତି, ଏ ସ୍ୱାଗତ ଯୋଗ୍ୟ ପ୍ରସ୍ତାବ। ଆଉ ଆପଣଙ୍କର କର୍ମକୁ କର୍ତ୍ତବ୍ୟକୁ ବହୁତ ବହୁତ ସାଧୁବାଦ। କିନ୍ତୁ ତା ଭିତରେ ଆମକୁ ବର୍ତ୍ତମାନ ଚାଷର ସମୟ, କ୍ଷେତ୍ର ଯଦି ପ୍ରସ୍ତୁତି ନ ହେଇଛି, ଅର୍ଥାତ ବିଲ ଯଦି ଚାଷ ନ ହେଇଛି, ତାହେଲେ ସେଥିରେ ତଳି ରୁଇଲେ ବା ମଞ୍ଜି ବୁଣିଲେ ତାହା ଠିକ ହବ ନାହିଁ। ତେଣୁ ଶରୀରକୁ ଯେଉଁଠି ଆପଣ ଯାହାକୁ ଦାନ କରୁଛନ୍ତି, ଜ୍ଞାନ ଆପଣଙ୍କ ପାଖରେ ଯୋଉ ଜ୍ଞାନଟା ଅଛି ତାକୁ ଆପଣ ଦଉଛନ୍ତି ବା ସଜାଡ଼ିବାର ପ୍ରୟାସ କରୁଛନ୍ତି, ସେଠି ପ୍ରଥମେ ଖାଦ୍ୟକୁ ଆପଣ ଟିକେ ପ୍ରାଧାନ୍ୟ ଦିଅନ୍ତୁ। କାହିଁକିନା ଖାଦ୍ୟ ବିନା ଏ ଶରୀରର ମନ ସ୍ଥିର ହେଇପାରିବନି। ଆପଣଙ୍କ ପରିଚୟ କଣ? ପରିଚୟ ଆଜ୍ଞା କଣ, ଆପଣ ତ ଯିଏ ମୁଁ ତ ସିଏ, ଆଉ ପରିଚୟ ଆଉ କଣ? ନାଇଁ, ଆପଣ ସ୍ଥୂଳରେ ପରିଚୟ ଦିଅନ୍ତୁ। ସ୍ଥୂଳରେ ପରିଚୟ, ଘରଟି ହଉଛି କଟକ ନିଆଳି, ଆଉ ନାମଟି ହେଲା ଶରତ ଚନ୍ଦ୍ର ଦାସ। କଣ କରନ୍ତି ଆପଣ? ଆଗରୁ ସବୁ କଳାକାର ଜୀବନରେ ବିତଉଥିଲି, ଅର୍ଥାତ ମନ୍ଦିର କାମ, ମୂର୍ତ୍ତି କାମ, ବିଲ୍ଡିଂ କାମ, ଏସବୁ କାମ କରୁଥିଲି। ଏବେ ଆଉ କାମ କରୁନି, କେବଳ ଗୋମାତାଙ୍କ ସେବା ଟିକେ କରୁଛି। ଗୋମାତା ଆଗରୁ ଥିଲେ, କିନ୍ତୁ ସେ ସେକ୍ସନ ଟାକୁ ଅଫ୍ କରିଦେଲି, କେବଳ ଗୋମାତାଙ୍କ ସେବାରେ ଲାଗିଲି। ଆଉ ଆପଣ ଯୋଉ ଗୋମାତା ସେବା କରୁଛନ୍ତି, ଯେତେବେଳେ ଆମର ସମୁଦ୍ର ମନ୍ଥନ ହେଇକରି ଯୋଉ ଗୋମାତା ବାହାରିଥିଲେ, ଆଜ୍ଞା, ସେମାନଙ୍କ ଭିତରୁ ଇଏ କିଏ? ଯଦି ଏ ପ୍ରଶ୍ନ ଆପଣ ପଚାରୁଛନ୍ତି, ଆପଣଙ୍କୁ ଆଉ କଣ କହିବି? କହନ୍ତୁ, କିଏ ଜାଣିଛନ୍ତି କି? ହଁ ନା ଯୋଉଟା ତ କରିବେ। ହଁ କି ନାଇଁ ଆଜ୍ଞା, ଜାଣି ନାହିଁ। ନିଧିଧ୍ୟାସନ କାହାକୁ କହନ୍ତି? ନା, ତା ବି ଜାଣି ନାହିଁ। ନିଧିଧ୍ୟାସନ ହଉଛି ସତ ରଜ ତମ, ଏ ତ୍ରିଧାରକୁ ଯୋଉମାନେ ସମାନ ରଖନ୍ତି, ବାତ ପିତ୍ତ କଫ, ଏ ତିନିଟାକୁ ଯୋଉମାନେ ସମାନ୍ତରାଳ ଭାବେ ରଖିଥାନ୍ତି, ତାକୁ କହନ୍ତି ନିଧିଧ୍ୟାସନ। ତ୍ରିଗୁଣ ରଜୁ କରେ ଧରି ମୃଗୀ ନଚନ୍ତି ନରହରି। ଏ କଥା ଖାଲି ଶୁଣିଛନ୍ତି ଆପଣ ନା? ଆଉ ଶୁଣିଛି କେବଳ। ତାକୁ ସାଧିଲେ ହବ ନା? ହଁ, ନାଇଁ, ସେଇ ଜିନିଷଟା ମୁଁ ଆଜ୍ଞା ଏତେ ଜ୍ଞାନର ଉର୍ଦ୍ଧ୍ୱସ୍ତରକୁ ଯାଇନି କି ସେ ଲେବୁଲକୁ ଯାଇନି, କିନ୍ତୁ ଯେତିକି ଶୁଣିଛି ମୋ କ୍ଷୁଦ୍ର ମସ୍ତିଷ୍କରେ, ମୋ କ୍ଷୁଦ୍ର ବିଚାରରେ, ମୁଁ ଆଜ୍ଞା ଏତେ ଶିକ୍ଷିତ, ଉଚ୍ଚ ଶିକ୍ଷିତ ନୁହେଁ କି ଏତେ ଉଚ୍ଚ ସ୍ତରକୁ ଯାଇନାହିଁ। କିନ୍ତୁ ଏତିକି ଜାଣିଛି, ଆପଣଙ୍କୁ ଛୋଟ କଥାଟେ ଗୋଟେ ଏକ୍ସାମ୍ପଲ ଆପଣଙ୍କ ପାଖରେ ଉପସ୍ଥାପନ କରିଛି। ଯୋଉ ବିଲଟା ହଳ ହେଇନି, ଚାଷ ହେଇନି, ସେଥିରେ ଆମେ ତଳି ରୁଇ ପାରିବାନି। ଏକ ବୀଜ ବେନିଫାଳ ଯୁଗଳ ଅଙ୍ଗରେ, ୟାର ଅର୍ଥ କଣ? ଏ ତ ଉର୍ଦ୍ଧ୍ୱସ୍ତରର କଥା ଆପଣ କହୁଛନ୍ତି। ଉର୍ଦ୍ଧ୍ୱ ନିଚ କିଛି ନାହିଁ, ଗୋଟିଏ ହଉଛି ସ୍ତର ଉର୍ଦ୍ଧ୍ୱ। ଆପଣ ହଠାତ୍ ଆପଣଙ୍କ ଛାତ ଉପରକୁ ଯିବାକୁ ହଠାତ୍ ଆପଣ 8 ନମ୍ବର ସିଡିରେ ପାଦ ଦେଇପାରିବେ? ସେ କଥା କହନ୍ତୁନି, ଆପଣ ପ୍ରଶ୍ନ କରନ୍ତୁ, ଆମେ ଉତ୍ତର ଦେବୁ। ଏବଂ ଯଦି ଆପଣ କିଛି ବୁଝିଛନ୍ତି ତାହେଲେ କହିବେ। ଶୁଣନ୍ତୁ, ମତେ ପ୍ରଥମେ ଆପଣ ଶୁଣନ୍ତୁ। ବର୍ତ୍ତମାନ କଣ ବୁଝିନି ପର୍ଯ୍ୟନ୍ତ ଆପଣ କଥା କହିଲା ପରେ, ଯୋଉମାନେ ବ୍ରହ୍ମ ସାଧନା କରନ୍ତି ସେମାନେ ତ୍ରିକାଳଦର୍ଶୀ, ଏଇଟା ବୁଝି ଯାଆନ୍ତୁ।
ଏହା ସତ୍ୟ। ଏବଂ ଶ୍ରୀମଦ୍ ଭଗବତ ଗୀତାର ହୁଁ ହୁଁ କ୍ଷେତ୍ରଜ୍ଞ ଯୋଗ ବୋଲି ଗୋଟେ ଅଧ୍ୟାୟ ଅଛି। କୋଉଟା ସେଇଟା? ସେ ଅଧ୍ୟାୟ ନାଁ କଣ? ଦେଖନ୍ତୁ, ମୁଁ ପ୍ରଥମରୁ ଆପଣ ଖାଲି ଆପଣଙ୍କୁ ହଁ କହିଛି। କି ନା କହିବେ। ଓହୋ, ଆପଣ ହଁ ନା କହନ୍ତୁ। ମୁଁ ଆପଣଙ୍କୁ ପ୍ରଶ୍ନ କରୁନି ନାଇଁ, କୌଣସି ମତେ କାରଣ ଆପଣ ପ୍ରଶ୍ନ କରୁନାହାନ୍ତି। କାହିଁକି କରୁଛି, ଏହା ଆପଣଙ୍କୁ ଉତ୍ତର ଦେବେ ନା। ଆପଣ ଗୋଟେ କଥା ମତେ ପରାମର୍ଶ କରୁଛନ୍ତି, ସେ ପରାମର୍ଶଟା ଆପଣ ଉତ୍ତର ନେବେନି। ନିଶ୍ଚିନ୍ତ। ତେଣୁ କ୍ଷେତ୍ରଜ୍ଞ ଯୋଗ ଶ୍ରୀମଦ୍ ଭଗବତ ଗୀତାର କୋଉ ଅଧ୍ୟାୟ ଜାଣିଛନ୍ତି କି? ହଁ କି ନା? ନାଇଁ, ମନେ ନାହିଁ, ଶୁଣିଛି। ହଁ, ଶୁଣିଛନ୍ତି। ହୁଁ ଜୀବ ହୋଇଅଛି କ୍ଷେତ୍ର, ତୁମ୍ଭେ ସିନା କ୍ଷେତ୍ରୀ। ହୁଁ ଏଠି ଯାହା ଚାଲିଛି ହୁଁ ହୁଁ ଏଇଟା ବ୍ରହ୍ମ ସାଧନା ଚାଲିଛି। ହୁଁ ହୁଁ ୟାର ପ୍ରସାର କରାହେଇଛି ତାର ହୁଁ ଗୋଟିଏ କାରଣରୁ। ହୁଁ ଯୋଉମାନଙ୍କ ପାଖରେ ଏ ଅଂଶ ଥିବ ହୁଁ ସେମାନଙ୍କୁ ଲାଗିବ। ଯୋଉମାନେ ପୂର୍ବ ଜନ୍ମରେ ଏଇ କାର୍ଯ୍ୟର ତପସ୍ୟା କରିଥିବେ ହୁଁ ସେଇମାନଙ୍କୁ ଲାଗିବ। ଏଥିରେ ମୁଁ ସମ୍ପୂର୍ଣ୍ଣ ଏକମତ। ତେଣୁ ଆମେ ଏଇଟାକୁ ଛାଡିଛୁ ଏଇଥିପାଇଁ, ଯେମିତି ଆପଣଙ୍କର ଯଦି ପୂର୍ବ ଭାଗ୍ୟ ନଥିବ ଆପଣ ଏହାକୁ ବୁଝିପାରିବେନି, ଅତିକ୍ରମ କରିଯିବେ। ନାଇଁ, ଏହା ସତ୍ୟ। ଯଦି ପୂର୍ବ ଭାଗ୍ୟ, ଆପଣଙ୍କର ଏ କଥାରେ ଶୁଣନ୍ତୁ, ବ୍ୟସ୍ତ ହୁଅନ୍ତୁନି। ହୁଁ ଯଦି ପୂର୍ବ ଭାଗ୍ୟ ଯୋଉମାନଙ୍କର ଥିବ ହୁଁ ହୁଁ ସେମାନଙ୍କୁ ଇଏ ପହଞ୍ଚିଯିବ। ନିଶ୍ଚିନ୍ତ। ଏବଂ ଯୋଉମାନଙ୍କୁ ଇଏ ବିଦ୍ୟା ପ୍ରଦାନ କରାଯାଉଛି ଜଙ୍ଗଲରେ ପୁଣି ଗୁପ୍ତରେ, ହୁଁ ହୁଁ ସେ ଜାଗାଟି ହଉଛି ଭୁବନେଶ୍ୱରର ଗୋଟେ ଗୁପ୍ତ ସ୍ଥାନ, ଯୋଉଠି ଅଲେଖ ନିରଞ୍ଜନ ବସି 21 ଦିନ ତପସ୍ୟା କରିଥିଲେ। ହୁଁ ହୁଁ ସେ ଜାଗା ହଉଛି ତ୍ରିକୁଟ ହୁଁ ହୁଁ ପରମଧାମ। ଯୋଉଠି ଅନାଦି ଅଛନ୍ତି ବର୍ତ୍ତମାନ। ସେଇ ଜାଗାରେ ଦିଆଯାଉଛି। ହୁଁ ହୁଁ ଏବଂ ଯୋଉମାନଙ୍କୁ ଦିଆଯାଉଛି ସେମାନଙ୍କୁ ଚାଷ କରାହେଇନି, ସେମାନଙ୍କୁ ଖାଦ୍ୟ କଥା କରାହେଇନି, ଦିଆଯାଉଛି ବ୍ରହ୍ମତତ୍ତ୍ୱ। ହଁ, ମୋ କହିବା ଅର୍ଥ, ମୁଁ ଆପଣଙ୍କଠୁ ଏତିକି ଆଶା କରୁଥିଲି ଯେ, ମୁଁ ଆପଣଙ୍କୁ ସେଇ ପ୍ରଶ୍ନଟି କମେଣ୍ଟରେ କରିଛି ଯେ ପ୍ରଥମେ ଶରୀରକୁ ଶୁଦ୍ଧ କରାଯାଇଛି ତ? କେମିତି ଆପଣ ଜାଣିଲେ? ନାଇଁ ମୁଁ କରାଯାଇନି, ବ୍ରହ୍ମତତ୍ତ୍ୱ ଦିଆଯାଉଛି। ନାଇଁ, ମୋ କଥା ଶୁଣନ୍ତୁ। ଆପଣ ମଧ୍ୟ ଆପଣ ଦେଖୁଛନ୍ତି। ଯଦି ଶୁଦ୍ଧ ହବାକୁ ଚାହିଁବେ ଆସିବେ ନା। ଶୁଦ୍ଧ ନାଇଁ ହେଇଯିବେ ନାଇଁ, ଆମ ପାଖରେ। ମୋ କହିବାର, ମୁଁ କାହିଁକି ଆପଣଙ୍କୁ ଏ ପ୍ରଶ୍ନଟି ମୁଁ ସେ ପଚାରିଛି। କଥାକୁ ଆପଣଙ୍କର କିଛି କଥାକୁ ଭାବୁନି, ମୁଁ ଏତିକି କଥା ଭାବୁଛି ଯେ ଆପଣ ଯଦି ଶୁଦ୍ଧ ହେବେ ଆସିବେ। ନାଇଁ, ଦେଖନ୍ତୁ, ଆମେ ତ ସଂସାରୀ ମଣିଷ, ଖଟିଖିଆ ଲୋକ, ତେଣୁ ଆମ କଥା ଛାଡନ୍ତୁ। କହିବାର ଅର୍ଥ, ମୁଁ ପ୍ରଶ୍ନଟି ପଚାରିବାର କାରଣ ହଉଛି, ଭଲ ପ୍ରଶ୍ନ କଲେ ଭଲ ନା, ହଁ, ପ୍ରଶ୍ନ ନାଇଁ, କରିବାର ଦେଖନ୍ତୁ, ସମ୍ପର୍କ ହେବା ପ୍ରଶ୍ନଟି ଠିକ ଅଛି। ପଚାରିବାର କାରଣ ହଉଛି, ଶୁଣ, ମୁଁ କାରଣ କହିଦଉଛି। ବର୍ତ୍ତମାନରେ ଆପଣ ମଧ୍ୟ ଦେଖିବାକୁ ପାଉଥିବେ, ବହୁତ ଜାଗାରେ ଗୁରୁ ପରମ୍ପରା ନାଁରେ କଣ ସବୁ ଚାଲିଛି, ଶିକ୍ଷାଦାନ ନାଁରେ କଣ ଆମେ ସବୁ ଚାଲିଛି। ଶୁଣନ୍ତୁ, ନିଜକୁ ଦେଖନ୍ତୁ। ମୁଁ ଆପଣଙ୍କୁ ଗୋଟେ ସର୍ଟକଟ କହୁଛି ଏଇ ପ୍ରଶ୍ନର ଉତ୍ତରରେ। ଆଖି ଆପଣଙ୍କର ବାହାରକୁ ଦେଖିଲା, ଜୀବନ ତମାମ। କାନ ଆପଣଙ୍କୁ ବାହାରକୁ ଶୁଣିଲା, ଜୀବନ ତମାମ। ନାକ ଆପଣଙ୍କର ବାହାରକୁ ଶୁଙ୍ଘିଲା, ଜୀବନ ତମାମ। ଆପଣ ଗୋଟେ ମଢ ପଡିଛି, ସେ ବାଟରେ ଗଲେ ଗନ୍ଧ ହବ ନା ନାଇଁ? ନିଶ୍ଚିତ ହବ। ଆପଣ ଗୋଟେ ଫୁଲ ବଗିଚାରେ ପଶିଲେ ବାସ୍ନା ହବ ନା ନାଇଁ? ହବ। ଆପଣ ଭିତରକୁ ଶୁଙ୍ଘିଲେଣି? ଭିତରେ ଆପଣଙ୍କର ମଳ ଅଛି। ଅଛି ଯଦି ଆପଣଙ୍କୁ ଗନ୍ଧ ହଉଥାନ୍ତା ଆପଣ ରହିପାରନ୍ତେ? ନା। ଭିତରକୁ ଶୁଣନ୍ତୁ, ଭିତରକୁ ଦେଖନ୍ତୁ, ଭିତରକୁ ଶୁଙ୍ଘନ୍ତୁ ଏବଂ ନାଇଁ, ଭିତରକୁ ଚାଖନ୍ତୁ। ଆପଣଙ୍କର ଏ କଥାରେ, ଏ ପରାମର୍ଶରେ, ଏ ବାର୍ତ୍ତାରେ ମୁଁ ସମ୍ପୂର୍ଣ୍ଣ ଏକମତ। କିନ୍ତୁ ମୋର ଛୋଟିଆ ପ୍ରଶ୍ନଟିଏ, ଆଉ ଗୋଟିଏ ପ୍ରଶ୍ନ, ମୁଁ ଦ୍ୱିତୀୟ କରନ୍ତୁ ପ୍ରଶ୍ନ କରିନି। ଆପଣ 100 କରନ୍ତୁ, କିଛି ନାଇଁ ଅସୁବିଧା ନାଇଁ, ନାହିଁ। ମୋର ସେଇ ଗୋଟିଏ ପ୍ରଶ୍ନ, ଅର୍ଜୁନ ମୋର ସେ 72 ପ୍ରଶ୍ନ କରିଛନ୍ତି, ସେଥିରୁ ଜନ୍ମ ନେଇଛି 540ଟା 41ଟା ଉତ୍ତର। ସେମିତି ଆପଣ ପ୍ରଶ୍ନ କରନ୍ତୁ, ମନା ହଁ, ନାହିଁ। ନାଇଁ, ମୋର ସେଇ ଗୋଟିଏ ପ୍ରଶ୍ନ, ସେ ଉତ୍ତର ପାଇଗଲେ ମୁଁ ଆପଣଙ୍କୁ ପ୍ରଶ୍ନ କୁହନ୍ତୁ କରିବିନି। କୁହନ୍ତୁ, ପ୍ରଶ୍ନ କରନ୍ତୁ। ନାଇଁ, ପ୍ରଶ୍ନ ଏକାଧିକ କରାଯାଏ ନାହିଁ। କରନ୍ତୁ, ଗୋଟିଏ ଆପଣ ପ୍ରଶ୍ନ ଯାହାକୁ ଗୋଟିଏ ହଉ ଯୋଡିଏ ହଉ କରନ୍ତୁ ଆପଣ। ନାଇଁ, ମୁଁ କେବଳ ଏତିକି ବୁଝିବାକୁ ଚାହୁଁଥିଲି, ଯୋଉ କ୍ଷେତ୍ରରେ ଆପଣ ବୀଜ ବପନ କରୁଛନ୍ତି, ସେ କ୍ଷେତ୍ର ଆପଣଙ୍କୁ ଏହାର ପ୍ରସ୍ତୁତି। ଉତ୍ତର ଦିଆ ସରିଛି। ହଁ, ଏକ ବୀଜ ନାଇଁ, ଆଉ ବେନିଫାଳ ଦ୍ୱିତୀୟ କିଛି ପ୍ରଶ୍ନ କରିବାକୁ ଚାହୁଁନଥିଲି। ଯୁଗଳ ଅଙ୍ଗରେ, ଏକ ବୀଜ ବେନିଫାଳ ଯୁଗଳ ଅଙ୍ଗରେ। ଏହାର ଉତ୍ତର ହଉଛି ଏଇଟା।
ମତେ ଟିକେ ସରଳ ଭାଷାରେ ବୁଝଉନାହାନ୍ତି। ମୁଁ ଆପଣଙ୍କୁ ସରଳ ଭାଷାରେ କହିଛି, ଏଇ- ଚାଷ ନହେଲେ ବିଲ। ଏଇଟା ଚାଷ ବିଲ ହେଇନି, ଆପଣ କେମିତି ଜାଣିଲେ କହୁନାହାନ୍ତି? ନାଇଁ ନାଇଁ, ମୁଁ ଜାଣି ନାହିଁ ନୁହେଁ, ଜାଣି ନାହିଁ କି ଜାଣିଛି ନୁହେଁ, ମୁଁ ଜାଣିଛି ଜାଣିନି ରେ ଆପଣ କାହିଁ ଅଟକି ଯାଉଛନ୍ତି? ହୁଁ, ହୁଁ। ମୁଁ ଜାଣିକି ପଚାରିଛି କି ଜାଣିନି ପଚାରିଛି, ସାଡକୁ ଆପଣ କାହିଁକି କେନ୍ଦ୍ରିତ କରୁଛନ୍ତି ଆପଣଙ୍କ ଧ୍ୟାନକୁ? ଆପଣ ଆପଣଙ୍କ ଉତ୍ତର ପାଇଲେ ହଁ ପରା, ଆପଣ ଯୋଉ ପ୍ରଶ୍ନ କଲେ ହେଇଛି କି ନାହିଁ, ମୁଁ କହିଲି ହଁ, ତାପରେ ହଁ ହଁ, ସରିଲା। ଆପଣ ଉତ୍ତର ଦେଇ ସାରିଲେଣି, ଆପଣ ଉତ୍ତର ଦେଇ ସାରିଲେଣି, କିନ୍ତୁ ଆମ- ମୋର କହିବାର ଅର୍ଥ ଯୋଉ କଥା ଆପଣ କହିଲେ ଯେ ଯଦି ଆମେ ଆପଣଙ୍କ କଥାର ଉତ୍ତର ଦଉଛେ ତାହେଲେ ଏଇଆ ହିଁ ହବ। ଆମେ ଯଦି ବାଛିକି ନ ନବୁ, ଆମେ ଯୋଉ ଦ୍ରବ୍ୟ ଦବୁ, ସିଂହୀର କ୍ଷୀର କୋଉ ପାତ୍ରରେ ରଖାଯାଏ ହୁଁ। ସେଇଟା ଆମେ ବୁଝିଛୁ।